ଗୋଟିଏ ସହରର ବହୁତ ଦୂରରେ ଗୋଟିଏ ଗାଁ ଥିଲା। ସେହି ଗାଁରେ ଗୋଟିଏ ବରଗଛ ଥିଲା। ସେହି ଗଛରେ ଗୋଟିଏ ଦୋଳି ଝୁଲା ହୋଇଥାଏ। ସେହି ଦୋଳିରେ କେହି ବସୁନଥିଲେ। ଗୋଟିଏ ଦିନର କଥା, ମହେନ୍ଦ୍ର ଓ ସୁନିତା ସାଥିରେ ଶୋଇଥିଲେ। ସେମାନଙ୍କୁ କିଏ ଜଣେ କାନ୍ଦିବାର ଶବ୍ଦ ଶୁଭୁଥିଲା। ଶବ୍ଦ ଶୁଣି ମହେନ୍ଦ୍ରର ନିଦ ଛାଡ଼ିଯାଏ। ମହେନ୍ଦ୍ର ଭାବୁଥିଲା, ଏହି ଶବ୍ଦ ସେହି ବରଗଛ ତଳୁ ଶୁଭୁଛି। ସେ ସୁନିତାକୁ କହେ, ସୁନିତା, ଏହି ଗଛ ତଳୁ କିଛି ଶବ୍ଦ ଆସୁଛି। ସୁନିତା କହେ, ଶବ୍ଦ ତ ସେହି ଦୋଳିରୁ ଆସୁଛି। ମହେନ୍ଦ୍ର କହିଲା, ହଁ ତ, ମୁଁ ଯାଏ ଦେଖେ ଝରକାରୁ। ମହେନ୍ଦ୍ର ସେହି ଝରକାରୁ ଦେଖୁଥିବା ବେଳେ କିଏ ଗୋଟେ ସେହି ଦୋଳିରେ ବସିଥାଏ। ସେହି ଝିଅଟି ଗୋଟିଏ ଧଳା ଶାଢ଼ୀ ପିନ୍ଧି ସେଠାରେ କାନ୍ଦୁଥାଏ। ମହେନ୍ଦ୍ର କହେ, ସୁନିତା, ଦେଖିବ ଯଦି ଆସ। ସୁନିତା ଉଠି ଦେଖିବାକୁ ଯାଏ। ଦୁହେଁ ସେହି ଝିଅକୁ ଦେଖୁଥାନ୍ତି। ସୁନିତା କହେ, ଏଇଟା ସେହି ଝିଅ ଯିଏ ଏହି ଦୋଳିରେ କାହାକୁ ଝୁଲିବାକୁ ଦେଉନି। ମହେନ୍ଦ୍ର କହେ, ନା, ଏଇଟା ଭୂତ ନୁହେଁ, ଏଇଟା ଗୋଟିଏ ଝିଅଟିଏ। ସୁନିତା କହେ, ରାତି 2ଟା ବେଳରେ କିଏ ଦୋଳି ଖେଳେ? ମହେନ୍ଦ୍ର କହେ, ଟିକେ ରୁହ, ମୁଁ ବାହାରୁ ଦେଖିକି ଆସୁଛି। ସୁନିତା କହେ, ନା ନା, ସିଏ ଭୂତଟା। ତୁମେ କ'ଣ ମରିବାକୁ ଚାହୁଁଛ କି? ନା ନା, ତୁମେ ଯିବନି। ଟିକେ ସମୟ ପରେ ସେହି ଝିଅଟି ସେଠାରେ ନଥାଏ। ଏହା ଦେଖି ଦୁହେଁ ଡରିଯାଆନ୍ତି। ସୁନିତା କହେ, ଦେଖିଲ, ଏଇଟା ଭୂତଟା। ମହେନ୍ଦ୍ର କହେ, ହଁ ହଁ, ତୁମେ ଠିକ୍ କହୁଛ। ସେଥିପାଇଁ ଏହି ଦୋଳିରେ କେହି ବସନ୍ତି ନାହିଁ।